ଆଚ୍ଛା, ବିଦ୍ୟୁତ କ୍ଷେତ୍ର ଆଉ ଚୁମ୍ବକୀୟ କ୍ଷେତ୍ର ଏ ଦୁଇଟା ଭିତରେ ପ୍ରକୃତରେ ପାର୍ଥକ୍ୟ କ'ଣ? ଏମିତିରେ ଏଇଟା ଗୋଟେ ବହୁତ ସାଧାରଣ ପ୍ରଶ୍ନ, କିନ୍ତୁ ମଜାର କଥା ହେଲା ଅଧିକାଂଶ ସମୟରେ ଏହାର ଉତ୍ତର ଲୋକେ ଟିକେ ଭୁଲ ଦେଇଦିଅନ୍ତି। ତେବେ ଚାଲନ୍ତୁ ଆଜି ଏଇ ଯେଉଁ ଦ୍ୱନ୍ଦ୍ୱ ଅଛି ନା, ତାକୁ ସବୁଦିନ ପାଇଁ ଶେଷ କରିଦେବା। ଆଉ ଏହି ରହସ୍ୟକୁ ବୁଝିବା ପାଇଁ ଆମକୁ ଗୋଟେ ଛୋଟ ପରୀକ୍ଷା ମନେ ପକାଇବାକୁ ପଡ଼ିବ। ମନେ ଅଛି କେମିତି ଗୋଟେ ପ୍ଲାଷ୍ଟିକ୍ ସ୍କେଲକୁ ଚୁଟିରେ ଟିକେ ଘଷି ଦେଲେ, ତାପରେ ତାକୁ ଛୋଟ ଛୋଟ କାଗଜ ଟୁକୁଡ଼ା ପାଖକୁ ନେଲେ ସେଗୁଡ଼ିକ ଉପରକୁ ଉଠି ଆସନ୍ତି? କେବେ ଭାବିଛନ୍ତି ସେଟା କେଉଁ ବଳ ଯୋଗୁଁ ହୁଏ? ଆଜି ଆମର ପୂରା ଆଲୋଚନା ଏହି ପ୍ରଶ୍ନର ଉତ୍ତର ଉପରେ ହିଁ କେନ୍ଦ୍ରିତ, କାରଣ ଏହାରି ଭିତରେ ହିଁ ଲୁଚି ରହିଛି ପ୍ରକୃତ ଉତ୍ତର। ତେବେ ଆସନ୍ତୁ ଆରମ୍ଭ କରିବା ସେଇ ଜିନିଷରୁ ଯାହା ସହିତ ଆମେ ସମସ୍ତେ ବେଶ୍ ପରିଚିତ। ହଁ, ମୁଁ ଚୁମ୍ବକୀୟ କ୍ଷେତ୍ର କଥା ହିଁ କହୁଛି। ଏଇଟା ବୁଝିବାକୁ ବହୁତ ସହଜ। ଗୋଟେ ଚୁମ୍ବକର ଚାରିପଟେ ଏକ ଅଦୃଶ୍ୟ ଅଞ୍ଚଳ ଥାଏ ଯେଉଁଠି ତାର ଶକ୍ତି କାମ କରେ। ଯେମିତିକି ଆମେ ଯେତେବେଳେ ଲୁହା ଜିନିଷ ତା ପାଖକୁ ଆଣ, ସେ ତାକୁ ଟାଣିନିଏ। ବାସ୍, ସେଇ ଅଦୃଶ୍ୟ ପ୍ରଭାବର ଅଞ୍ଚଳକୁ ହିଁ ଚୁମ୍ବକୀୟ କ୍ଷେତ୍ର କୁହାଯାଏ। ଏଇଟା ତ ଆମେ ସମସ୍ତେ ଜାଣିଛେ। କିନ୍ତୁ ଅସଲ ଦ୍ୱନ୍ଦ୍ୱ ଏବେ ଆରମ୍ଭ ହେବ। ଆସନ୍ତୁ ଦେଖିବା ଲୋକେ ସାଧାରଣତଃ କେଉଁଠି ଭୁଲ କରିବସନ୍ତି। ହଉ, ଗୋଟେ କଥା ଭାବନ୍ତୁ ତ, ଧରାଯାଉ ଗୋଟେ ତାରରେ କରେଣ୍ଟ ଯାଉଛି, ତେବେ ତା ଚାରିପଟେ ଯେଉଁ କ୍ଷେତ୍ର ତିଆରି ହେବ ତାକୁ କ'ଣ ଆମେ ବିଦ୍ୟୁତ କ୍ଷେତ୍ର କହିବା? ଏଇଠି ଅଧିକାଂଶ ଲୋକ କହିଦିଅନ୍ତି, କାରଣ ବିଦ୍ୟୁତ ତ ପ୍ରବାହିତ ହେଉଛି। କିନ୍ତୁ ଉତ୍ତରଟା ହେଉଛି ବିଲକୁଲ ନୁହେଁ। ହଁ, ଆପଣ ଠିକ୍ ଶୁଣିଲେ, ଏଇଟା ବିଦ୍ୟୁତ କ୍ଷେତ୍ର ନୁହେଁ। ଏହା ହିଁ ସେଇ ସବୁଠୁ ବଡ଼ ଭୁଲ ଧାରଣା ଯାହାକୁ ଆଜି ଆମେ ଭାଙ୍ଗିବାକୁ ଯାଉଛେ। ତେବେ ପ୍ରକୃତ କଥାଟା କ'ଣ? ଦେଖନ୍ତୁ, ଯେତେବେଳେ କୌଣସି ତାରରେ କରେଣ୍ଟ ବା ବିଦ୍ୟୁତ ପ୍ରବାହିତ ହୁଏ, ତା ଚାରିପଟେ ଯେଉଁ କ୍ଷେତ୍ର ସୃଷ୍ଟି ହୁଏ ତାକୁ କୁହାଯାଏ ବିଦ୍ୟୁତ ଚୁମ୍ବକୀୟ କ୍ଷେତ୍ର ବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡ। ଏହାର ନାଁରୁ ହିଁ ଜଣାପଡ଼ୁଛି ଏଥିରେ ବିଦ୍ୟୁତ ଆଉ ଚୁମ୍ବକ ଦୁଇଟି ଯାକର ଗୁଣ ରହିଛି। ତେବେ ପ୍ରଶ୍ନ ଉଠୁଛି, ଯଦି ତାର ଚାରିପଟର କ୍ଷେତ୍ରଟା ବିଦ୍ୟୁତ କ୍ଷେତ୍ର ନୁହେଁ, ତାହେଲେ ପ୍ରକୃତରେ ବିଦ୍ୟୁତ କ୍ଷେତ୍ର କାହାକୁ କୁହାଯାଏ? ଆଉ ଏହାର ଉତ୍ତର ପାଇଁ ଆମକୁ ପୁଣି ସେଇ ପିଲାଦିନର ଖେଳକୁ ଫେରିବାକୁ ପଡ଼ିବ। ହଁ, ସେଇ ସ୍କେଲ ଆଉ କାଗଜ ଟୁକୁଡ଼ାର ଖେଳ। ସେଇଟା କେବଳ ଗୋଟେ ମଜାଦାର ଖେଳ ନଥିଲା, ଜାଣିଛନ୍ତି? ବାସ୍ତବରେ ସେଇଟା ହିଁ ହେଉଛି ଏକ ଶୁଦ୍ଧ ବିଦ୍ୟୁତ କ୍ଷେତ୍ରର ସବୁଠାରୁ ବଢ଼ିଆ ଆଉ ସହଜ ଉଦାହରଣ। ପ୍ରକ୍ରିୟାଟା ବହୁତ ସରଳ। ଆମେ ଯେତେବେଳେ ସ୍କେଲକୁ ଚୁଟିରେ ଘଷୁଛେ, କ'ଣ ହେଉଛି? ସ୍କେଲର ଚାର୍ଜ ଅସନ୍ତୁଳିତ ହୋଇଯାଉଛି, ଆଉ ସେଇ ଅସନ୍ତୁଳିତ ଚାର୍ଜ ଯୋଗୁଁ ହିଁ ସେ ଛୋଟ କାଗଜ ଟୁକୁଡ଼ାଗୁଡ଼ିକୁ ନିଜ ଆଡ଼କୁ ଟାଣିପାରୁଛି। ଲକ୍ଷ୍ୟ କରନ୍ତୁ, ଏଠି କୌଣସି ତାର ନାହିଁ କି କରେଣ୍ଟର ପ୍ରବାହ ବି ନାହିଁ, କେବଳ ଗୋଟେ ସ୍ଥିର ଅବସ୍ଥା ଅଛି। ଏହା ହିଁ ହେଉଛି ପ୍ରକୃତ ବିଦ୍ୟୁତ କ୍ଷେତ୍ର। କିନ୍ତୁ ପ୍ରଶ୍ନ ହେଉଛି, ଘଷିବା ଦ୍ୱାରା ଏମିତି ହେଉଛି କାହିଁକି? ଏହା ପଛର ବିଜ୍ଞାନଟା କ'ଣ? ଚାଲନ୍ତୁ ଟିକେ ଭିତରକୁ ଯାଇ ବୁଝିବା। ଏହାର ସବୁଠୁ ମୂଳ କାରଣ ହେଲା ଚାର୍ଜ ଅସନ୍ତୁଳନ ବା ଚାର୍ଜ ଇମ୍ବାଲାନ୍ସ। ଦେଖନ୍ତୁ, ଘଷିବା ଦ୍ୱାରା କିଛି ନୂଆ ବିଦ୍ୟୁତ୍ ତିଆରି ହେଉନି, ବରଂ ଯେଉଁ ଚାର୍ଜଗୁଡ଼ିକ ଆଗରୁ ସେଠି ଥିଲା ସେଗୁଡ଼ିକର ସନ୍ତୁଳନ ଟିକେ ଏପଟ ସେପଟ ହୋଇଯାଉଛି। ଏମିତି ଭାବନ୍ତୁ, ସାଧାରଣ ଅବସ୍ଥାରେ ପ୍ରତ୍ୟେକ ବସ୍ତୁରେ ପଜିଟିଭ୍ ଆଉ ନେଗେଟିଭ୍ ଚାର୍ଜ ସମାନ ସଂଖ୍ୟାରେ ଥାଏ, ତେଣୁ ସବୁକିଛି ଶାନ୍ତ ବା ନ୍ୟୁଟ୍ରାଲ ଥାଏ। କିନ୍ତୁ ଯେତେବେଳେ ଆମେ ସ୍କେଲକୁ ଚୁଟିରେ ଘଷୁଛେ, କିଛି ନେଗେଟିଭ୍ ଚାର୍ଜ ଚୁଟିରୁ ସ୍କେଲକୁ ଚାଲି ଆସୁଛି। ଏବେ କ'ଣ ହେଲା? ସ୍କେଲରେ ନେଗେଟିଭ୍ ଚାର୍ଜ ବଢ଼ିଗଲା ଆଉ ଚୁଟିରେ ପଜିଟିଭ୍ ଚାର୍ଜ। ଦୁଇଟା ଯାକ ଜିନିଷର ସନ୍ତୁଳନ ବିଗିଡ଼ିଗଲା। ଆଉ ଏଇ ଅସନ୍ତୁଳିତ ଅବସ୍ଥା ଯୋଗୁଁ ହିଁ ସ୍କେଲ ଅନ୍ୟ ଜିନିଷକୁ, ଯେମିତିକି କାଗଜକୁ ଆକର୍ଷିତ କରୁଛି ନିଜ ସନ୍ତୁଳନ ଫେରି ପାଇବା ପାଇଁ। ତେବେ ଏଥିରୁ ଆମେ ବିଦ୍ୟୁତ କ୍ଷେତ୍ରର ଗୋଟେ ସ୍ପଷ୍ଟ ସଂଜ୍ଞା ପାଇଲେ। ବିଦ୍ୟୁତ କ୍ଷେତ୍ର ହେଉଛି ଏକ ଅସନ୍ତୁଳିତ ଚାର୍ଜ ଥିବା ବସ୍ତୁର ଚାରିପାଖରେ ଥିବା ସେହି ପ୍ରଭାବଶାଳୀ ଅଞ୍ଚଳ ଯେଉଁଠି ସେ ଅନ୍ୟ ଚାର୍ଜକୁ ନିଜ ଆଡ଼କୁ ଟାଣିପାରେ କିମ୍ବା ନିଜଠାରୁ ଦୂରକୁ ଠେଲିପାରେ। ବହୁତ ବଢ଼ିଆ। ଏବେ ଯେତେବେଳେ ଆମେ ସବୁ ବୁଝିଗଲେ, ଚାଲନ୍ତୁ ଶେଷରେ ଏହି ତିନୋଟି କ୍ଷେତ୍ରକୁ ପାଖାପାଖି ରଖି ଦେଖିବା, ଯାହାଫଳରେ ସବୁ ଦ୍ୱନ୍ଦ୍ୱ ସବୁଦିନ ପାଇଁ ଦୂର ହୋଇଯିବା। ଏହି ଟେବୁଲକୁ ଦେଖନ୍ତୁ, ସବୁକିଛି ପାଣି ଭଳି ସଫା ହୋଇଯିବ। ପ୍ରଥମେ ହେଲା ଚୁମ୍ବକୀୟ କ୍ଷେତ୍ର। ଏହାର ଉତ୍ସ ହେଉଛି ସିଧାସଳଖ ଗୋଟେ ଚୁମ୍ବକ, ଯେମିତିକି ଆମ ଫ୍ରିଜରେ ଲାଗିଥିବା ମ୍ୟାଗ୍ନେଟ୍। ଦ୍ୱିତୀୟରେ ବିଦ୍ୟୁତ ଚୁମ୍ବକୀୟ କ୍ଷେତ୍ର। ଏହାର ଉତ୍ସ ହେଉଛି ପ୍ରବାହିତ ବିଦ୍ୟୁତ କରେଣ୍ଟ, ଯେମିତି କୌଣସି ବିଜୁଳି ତାର ଚାରିପଟେ ଥାଏ। ଆଉ ଶେଷରେ ବିଦ୍ୟୁତ କ୍ଷେତ୍ର। ଏହାର ଉତ୍ସ ହେଉଛି ଅସନ୍ତୁଳିତ କିନ୍ତୁ ସ୍ଥିର ଚାର୍ଜ, ଯେମିତି ଆମର ସେଇ ଚୁଟିରେ ଘଷା ହୋଇଥିବା ସ୍କେଲ। ତେବେ ମୂଳ କଥା ହେଲା, ସବୁ ଫରକ ତାଙ୍କ ଉତ୍ସ ବା ସୋର୍ସ ଉପରେ ହିଁ ନିର୍ଭର କରେ। ତେବେ ଏବେ ଯେତେବେଳେ ଏହି ତିନୋଟି କ୍ଷେତ୍ର ବିଷୟରେ ଧାରଣା ସ୍ପଷ୍ଟ ହୋଇଗଲା, ଟିକେ ଭାବି ଦେଖନ୍ତୁ ତ, ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ଆଉ କେଉଁ କେଉଁ ଘଟଣା ପଛରେ ଏହି ଅଦୃଶ୍ୟ ଶକ୍ତିଗୁଡ଼ିକର ହାତ ଥାଇପାରେ? ଏହି ପ୍ରଶ୍ନ ସହିତ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ। ନିଜେ ଚାରିପାଖର ଦୁନିଆକୁ ଏହି ନୂଆ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରନ୍ତୁ।